କହିଲେ କହିବ କହୁଛି, ନ କହିଲେ ମନ ଦହୁଛି। ବନ୍ଧୁ, ଆମେ ସମସ୍ତେ ଏହି ଗ୍ରହ ଜଗତର ଜଣେ ଜଣେ ଛଟପଟିଆ ସଦସ୍ୟ। ତମେ, ମୁଁ, ସେ, ଆମେ ସମସ୍ତେ ଛଟପଟ ହେଉଛେ। କିଏ ସନ୍ତାନ ନାହିଁ ବୋଲି କାନ୍ଦୁଛି, କିଏ ସନ୍ତାନ ଦ୍ୱାରା ପ୍ରପୀଡ଼ିତ ହୋଇ କାନ୍ଦୁଛି, କିଏ ଧନ ପାଇଁ ବ୍ୟସ୍ତ ହେଉଛି, କିଏ ଧନ ସମ୍ଭାଳି ନ ପାରି ନିଦ୍ରାରେ ଶୋଇପାରୁନି। ସୁତରାଂ ଆମ ସମସ୍ତଙ୍କ ଜୀବନ ହେଉଛି ଏକ ମନ୍ଦିର, ଯାହାର ମନ୍ଦିର ଗୋଟିଏ ଏମିତି ସ୍ଥାନ ଯାହାର ଭିତରେ ଭିକାରୀ, ବାହାରେ ଭିକାରୀ। ବାହାରେ ଅଛନ୍ତି ମାଗିଖିଆ, ଖାଲି ହାତ ହଲେଇ କଂସା ହଲେଇ ଦେ 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 ହେଉଛନ୍ତି। ଭିତରେ ଧନୀ, ଜ୍ଞାନୀ, ଗୁଣୀ, ବିବେକୀ ବୋଲି ଆମେ ଯାହାଙ୍କୁ ଭାବୁଛେ, ସେମାନେ ମଧ୍ୟ କହୁଛନ୍ତି, ହେ ପ୍ରଭୁ, ମୋ ବ୍ୟବସାୟଟା ଆଉ ଟିକେ ବଢ଼େଇ ଦିଅ। ସୁନା ମୋ ପାଖରେ ମାତ୍ର 40 ଭରି ଅଛି, ତାକୁ 40 ଭରି କରିଦିଅ। ପ୍ରଭୁ, ମୋ 5 ପୁଅରୁ 4 ପୁଅ ତ କଲେକ୍ଟର ହେଲେ, ଆଉ ଗୋଟିଏ କେମିତି IAS ପାଇବ, ଦୟାକର ଭଗବାନ। ମୋ ନାତିର ଟିକେ ମଙ୍ଗଳ ହଉ। ଏମିତି 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 ମନ୍ଦିରର ଭିତରେ ଭିକାରୀ, ବାହାରେ ଭିକାରୀ। ଆମ ମନ ବି ସେମିତିଆ। ଆମ ମନ ବି ବଡ଼ ଅସନ୍ତୋଷିଆ। ଯେତେ ସୁଖ, ଯେତେ ଲାଭ ଦେଲେ ବି, ଯେତେ ଆନନ୍ଦ ପାଇଲେ ବି ଆମେ ଆଉ ଟିକେ ଆଉ ଟିକେ ଆଉ ଟିକେ ମାଗୁଛେ। ଏସବୁ କାହିଁକି ଏମିତି ହେଉଛି? ଆମକୁ ହଇରାଣ କରୁଛି କିଏ? ମିଆଁମାରରେ ଯେଉଁ ଭୂକମ୍ପ ହେଲା, ଦାୟୀ କିଏ? ଆମ କର୍ମଫଳ, ଆମ ଭାବନା। ହଁ, ଏଇଟା କଳି ଯୁଗ। କଳିର ଶାସନ ଭିତରେ ଆମେ ଛଟପଟ ହେଉଛେ। ଏଇ ନିକଟରେ ଶନି ପୂର୍ବାଭାଦ୍ର କୁମ୍ଭକୁ ଗଲେ, ନାଇଁ ଭୁଲ କରି କୁମ୍ଭରୁ ଶନିକି ମୀନକୁ ଗଲେ। ଏଇ ଶନିଙ୍କ ଗମନ ବିଷୟରେ ଆମେ ଦୁଃଖ ସୁଖ ହେଇଥିଲେ ଜାନୁଆରୀ ମାସରେ ଦୀର୍ଘ 18 ଦିନ ଧରି। ତେଣୁ ସେ ବିଷୟରେ ଆଉ କିଛି ମୁଁ କହିବାର ନାହିଁ। ବୃହସ୍ପତିଙ୍କ ଚଳନ ବିଷୟରେ ଦ୍ୱିପଦ କହୁଥିଲି, ସମୟ ମନା କଲା, ତେଣୁ ତାକୁ ବନ୍ଦ କଲି। କେତୁଙ୍କ ବିଷୟରେ ବି ଆପଣଙ୍କ ସହ ଦୁଃଖ ସୁଖ ହେଇସାରିଛି। ଆଜି ଆମେ ଆଲୋଚନା କରିବା ଧନୁ ରାଶି ଉପରେ। ଧନୁ ରାଶିର ସମସ୍ତ ସଦସ୍ୟ ଏପ୍ରିଲ 14ରୁ, ମାନେ ମହାବିଷୁବ ସଂକ୍ରାନ୍ତି ଠାରୁ, ଠେକି ବସା ସଂକ୍ରାନ୍ତି ଠାରୁ, ହନୁମାନ ଜୟନ୍ତୀ ଠାରୁ ଠେକି ଉଠା ସଂକ୍ରାନ୍ତି ଯାଏ, ମେ 14 ଯାଏ, କିଭଳି ଭାବରେ ସୁଖ ଶାନ୍ତିରେ ରହିବେ। ଗୋଟେ ଭଲ କଥା, ଏ ମାସରେ ବାପ ପୁଅ ମାନେ ରବି ଆଉ ଶନି ଧନୁ ରାଶିଆଙ୍କୁ ରାଜ ସମ୍ମାନ ଦେବେ। ସେପଟରେ ସିଏ ଦେବେ, ଏପଟରେ ଇଏ ଦେବେ। ଉଭୟେ ସିନା ପିତା ପୁତ୍ର, କିନ୍ତୁ ଶତ୍ରୁ। ରବି ବହୁ ଚେଷ୍ଟା କରିଛନ୍ତି ଶନିକି ବୁଝିବା ପାଇଁ। ଶନି ତ ଅବୁଝା, ବୁଝିଲାନି ଏପର୍ଯ୍ୟନ୍ତ। ରବିଙ୍କ ମନରେ ଏଇ ଭାବନା ରହିଗଲା, ଟୋକାଟା ଅମଣିଷ ହେଇଗଲା, ଯାଉ ତା ବାଟରେ ସିଏ ହେଲା। ପକେଇଲେ ଚାପୁଡ଼ା ଗୋଟେ, ଛୋଟା ହେଇଗଲା। ରବିଙ୍କ ମାଡ଼ ଖାଇ ଶନି ଛୋଟା, ହେଲେ ଶନୈଶ୍ୱର।
तथापि ये दिहे धनु राशि को राज पूजा कराइबे उच्च कोटिर सम्मान देवे। ए मासरे धनु राशिर समस्त व्यक्ति अक्लांत परिश्रम करेंगे। मुंड झाड़ सतुकु सत तुंडे पशिज और जी अलसुआ कर्मकूढ़ कर्मकुंठ ता कथा कौन कहवा। विशेषकर छात्र माने और महिला माने जेमतिया कर्म करेंगे सेमतिया फल पाइबे। व्यवसायी मानकर कर्म अनुजाई लाभ हम और व्यवहार जदि मधुमेह न करेंगे बहुत पछतेबे। चाकरिया माने जी जोठी कंपानी हो सरकारी सरकार घरे हो कि प्राइवेट संस्था हो काम करुँच सेमानकर प्रमोशन हम बाकिया पैसा मिल जीव। हाँ हेले ए मासरे केतु देवे आउ नेबे। धन देवे प्रबल रोग व्याधि देवे प्रबल अजागार पीड़ा हम जंत्रणा हम। केतु गपरी राहु पीड़ा देवे बहुत पीड़ा देवे भारी दुख देवे। आसंतु समुदाय प्रबंधटी को शुणा। धनु राशि पाई पंचम रवि अभाव गड़ेब जेते आसीब ताठू अधिक खर्च ही जीव। कहीं कहले धन देखी आम एत पागल हो जाऊे भावना काली पाई खर्च करू करू सरी जाए। हाँ अभाव गड़ेब मात्र सुकर्म फलस्वरूप उच्च कोटिर सम्मान मिलଯିव। चतुर्थ बुद्ध धनागम पाई सफल योजना अवश्य करिवे। चतुर्थ शुक्र अर्जित धनर वृद्धि घटाई आनंदित कराइबे। केतु दशम थाई केवल 21 नक्षत्रर मंगल कामना करी सेमानंकर संपद वृद्धि करिवे। मात्र 19-20 नक्षत्र पाई केतु साबत मापरी निष्ठुर आचरण करिवे। सेमानंक अजागारे रोग व्याधि होई दुख आसीब अर्थात गुप्त अंग द्वୟରେ दारुण जंत्रणा हेब। जंत्रणा देई धन देई केतु टिके खुशी हे। चतुर्थ शनि शोक संवाद शुणाइबे। हाँ भारी बाधिब यही शोक संवाद भारी बाधिब। शनि शोक संवाद शुणाइबे। चतुर्थ अच्छा ना 19-20 नक्षत्र जदि विनीत और नम्र हेबे मूला और पूर्वषाढ़ा यदि विनीत और नम्र हेबे ताहले नम्र होई मुंड नुआई देवे। धन जन गोप लक्ष्मी तांकर बढ़ीजीव। किए बढ़ेबे यही शनि शोक संवादना शुणेबे किंतु से एबेठू कहीदेले 19-20 नक्षत्र धनुराशि मूला धनु और पूर्वषाढ़ा धनु तुम टिके विनीत नम्र भद्र उदार शांत कांत हुओ औद्धत्य प्रकाश करनी ताहले मु तुमको धन जन गोपलक्ष्मी अजाड़ी देवी। मु देले देला भाया दिए मो शनैश्वर। हाँ पंचम रवि चतुर्थ शुक्र चतुर्थ बुद्धंक कल्याणरू आर्थिक सुस्थलता बढ़ीजीव। नीचस्थ तथा अष्टमस्थ मंगलंक दृष्टि थिबारु कुटुंबरे विशृंखला देखादेव। पारिवारिक कलह दाम्पत्य कलह
ତା ଛଡ଼ା ପିତା ପୁତ୍ରରେ କଳହ, କାରଣ ସେପଟରେ ଶନି ଏପଟରେ ରବି, ଭାଇ ଭାଇ କଳହ, ନିଚସ୍ତ ଅଷ୍ଟମସ୍ତ ମଙ୍ଗଳ ପାଇଁ ଏଭଳି ଦୁର୍ଘଟଣା ଘଟିବ। ହଁ, କର୍ମକ୍ଷେତ୍ରରେ କେତୁ ଥିବାରୁ ସହକର୍ମୀମାନେ ଧନୁ ରାଶିର ସଦସ୍ୟଙ୍କ ସହିତ ଅସହଯୋଗ କରିବେ, ହଇରାଣ କରିବେ, ବଦନାମ କରିବେ। ହଁ, ଭାଗ୍ୟାଧିପ ରବି ଉଚ୍ଚରେ ଥିବାରୁ ବ୍ୟବସାୟରେ ଲାଭବାନ ହେବେ। ରବି ଗଲେ ମେଷକୁ ଉଚ୍ଚରେ, ଧନୁ ରାଶି ପାଇଁ ସିନା ସେ ହେଲେ ପଞ୍ଚମ, 1 2 3 4 5, କିନ୍ତୁ ସେ ଉଚ୍ଚରେ, ଏଣୁ ବ୍ୟବସାୟରେ ଭଲ ଲାଭ ହେବ, ବଢ଼ିଆ ଲାଭ ହେବ। ଚତୁର୍ଥ ଗ୍ରହଙ୍କ ଦୃଷ୍ଟିରେ ଦଶମ ଘର ଥିବାରୁ ଅତି ଅଧିକ ଶ୍ରମ କରିବାକୁ ପଡ଼ିବ। ମୁଣ୍ଡ ଝାଳ ନିଶ୍ଚୟ ତଣ୍ଟିରେ ପାଟିରେ ପଶିଯିବ, ତୁଣ୍ଡରେ ପଶିଯିବ। ଧନାଧିପ ଶନି ଚତୁର୍ଥରେ, ଏଣୁ ଧନ କାହାକୁ ଧାର ସୂତ୍ରରେ ଦେବେନି, ଦେଲେ ବୁଡ଼ିବ, ଦେଣ ନେଣ ବନ୍ଦ। ଧନ ଯଦି ହାତରୁ କାହାକୁ ଦବା ପାଇଁ ମନସ୍ଥ କଲେ, ଜାଣୁ ସେ ବୁଡ଼ିଲା, ପାଇବା ଆଶା ରଖିବେନି। ଧନାଧିପ ଶନି ଚତୁର୍ଥରେ, ଏଣୁ ଧନ କାହାକୁ ଧାର ସୂତ୍ରରେ ଦିଅନ୍ତୁ ନାହିଁ, ଆଦାୟ ହୋଇପାରିବନି, ବୁଡ଼ିଯିବ। ସହକର୍ମୀମାନେ ଓ ପରିବାରର ସଦସ୍ୟମାନେ ମିଥ୍ୟା ବଦନାମ କରି ଚରିତ୍ରରେ କଳଙ୍କର ଟୀକା ଲଗାଇଦେବେ। ପରିବାର ସଦସ୍ୟ ଯାହାକୁ ଆପଣମାନେ ଭାବୁଛନ୍ତି, ଆଉ ସହକର୍ମୀ କର୍ମକ୍ଷେତ୍ରରେ, ଏ ଦୁଇ ଦଳ ଲୋକେ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରିବେ, କାରଣ ସେମାନେ ସହିପାରିବେନି। ତେଣୁ ହେ ବନ୍ଧୁ, ଟିକେ ଚୁପ୍ ରହିଲେ ଭଲ ହୁଅନ୍ତା। ଯିଏ ଯାହା କହୁଛି କହୁମ, ଠୁ ଆମେ କାହିଁ ତା କଥା ଶୁଣିବା। ମାଇପି କଥା ଖଳ ବଚନ କେବେ ନ ଶୁଣିବ କାନେ। ହୁଁ କହୁଥିବ, ହାଁ କହୁଥିବ, ମନ ଦେଇଥିବ ଆନେ ତ ଭଲ, ନହେଲେ ଗଲ। ବନ୍ଧୁ, ଆମେ ଯଦି ହାତେ ମାପି ଚାଖେଣ୍ଡ ନ ଚାଲିବା, ତାହେଲେ ବିପଦରେ ପଡ଼ିଯିବା। ବିଶେଷ କରି ଏ ଦେଶର ଭବିଷ୍ୟତ ଛାତ୍ରଛାତ୍ରୀ, ବୈଜ୍ଞାନିକ ଓ ଗବେଷକ, ଏମାନେ କଠିନ ପରିଶ୍ରମ କରିବେ ତ ସୁନାମ ପାଇବେ, ନହେଲେ ଚେମ୍ପେଇ ନେଉଳ ଭଳିଆ ଖାଲି ପଛକୁ ଅନେଇବେ, ପସ୍ତେଇବେ। ମହିଳାମାନେ ଯିଏ ଯେଉଁ ବୃତ୍ତିରେ ଅଛନ୍ତି, ଯିଏ ଯେଉଁ ଧର୍ମରେ ଅଛନ୍ତି, ଯିଏ ଯେଉଁ କର୍ମ କରୁଛନ୍ତି, ଯିଏ ଯେଉଁ ପଦବୀରେ ଅଛନ୍ତି, ଠିକ୍ ସେଇଭଳିଆ ଗୋଡ଼ ଖସିଯିବ, ମୁହଁ ମାଡ଼ି ତଳେ ପଡ଼ିଯିବେ। କର୍ମ ଠିକ୍ କରନ୍ତୁ, ସୁନାମ ଆସିବ। ଗୀତାର ଏଇ ବାଣୀ ମନେ ପଡ଼ିଲା ଏବେ। କର୍ମଣ୍ୟେବାଧିକାରସ୍ତେ, ତୁମର କର୍ମର ଅଧିକାର ଅଛି। କର୍ମ କର, ଫଳ ତୋଳ। ହଁ ବନ୍ଧୁ, ଆଜି ଆମର ଏଇ ଆଲୋଚନା ଏଇଠି ରଖିବା। ଯଦି ଈଶ୍ୱର ଚାହିଁବେ, ଆସନ୍ତାକାଲି ମକର ରାଶି ଉପରେ ଦୁଃଖ ସୁଖ ହେବା, ନା କ'ଣ କହୁଛନ୍ତି?